ଜଗନ୍ନାଥଙ୍କ ଗୀତ ସେ ଆଜି ଗାଇ ନାହାନ୍ତି ଏଟା ପ୍ରଭୁ ତାଙ୍କୁ ମାଡ଼ ଦେଲେ। ଡେରି ଦେ ହଉଛି ବୋଧେ ପ୍ରଭୁ କିନ୍ତୁ ମାଡ଼ ଦେଲେ। ତୁ ଗୋଟେ ବହୁତ ବଡ଼ ସର୍ବଜ୍ଞ, ତାକୁ ଜଗନ୍ନାଥ ମାଡ଼ ଦେଲେ, ତୁ ସବୁ ଜାଣିଦେଲୁ। ଟାଉଟର ହାରାମି ଲୋକ ତୋ ଭଳିଆ ଚରିତ୍ରହୀନ ଲୋକ ଅଛନ୍ତି ଯିଏକି ସମାଜର ଭଲ ମଣିଷମାନଙ୍କୁ ବଦନାମ କରନ୍ତି। ଦେଖ ପ୍ରମାଣ ଦେଖ। ଜଗନ୍ନାଥଙ୍କର ଗୀତ ଗାଇବି, ତାପରେ ଜିସସଙ୍କର ଗୀତ ଗାଇବି, ତାପରେ ଆଲ୍ଲାଙ୍କର ଗୀତ ଗାଇବି, ତାପରେ ଆଉ କୋଉ ଧର୍ମର ବି ଗୀତ ଗାଇବି ଆଉ ସ୍ୟାଡ୍ ସଙ୍ଗ ବି ଗାଇକି ସାରିବି ଆଜ୍ଞା। ଆରେ ଭାଇ ଫାଷ୍ଟ ଦେଖ ଶୁଣ ଜଗନ୍ନାଥଙ୍କ ଗୀତ ଗାଇଛନ୍ତି କି ନ ଗାଇଛନ୍ତି ତାପରେ ଆସିକି ପ୍ରବଚନ ଦବ, ଭଲ ଲାଗିବ। ତାହେଲେ ଗାଇନାହାନ୍ତି ତୁମ କହିବା ହିସାବରେ। ଆଚ୍ଛା ଟିକେ ଦେଖିଲ। মন যদি ଏ ଗୀତ କଣ ଗୀତ ନୁହେଁ, ଏ କଣ ଜଗନ୍ନାଥଙ୍କ ଭଜନ ନୁହେଁ? ତାଙ୍କ ନାଁରେ ବଦନାମ କରିବ, ଏସବୁ ଠିକ କଥା ନୁହେଁ। ସେ ଆଜି ନାହାନ୍ତି ଦୁନିଆରେ, ତଥାପି ଶୁଣିଲ? ତମେ ବେଜିତ କରୁଛ। ନା ଆଉ ବାକି ଅଛି। ଆଚ୍ଛା ଯଦି ଗୋଟେ ତୁମର ମନ ବିଶ୍ୱାସ ପାଉନି ତାହେଲେ ଆଉ ଗୋଟେ ଗୀତ ଶୁଣିଦିଅ। ଭାଇ ବୁଝିଲେ ଗୋଟେ ଗୋଟେ ଏମିତି, ଭାଇ ବୁଝିଲେ ଗୋଟେ ଗୋଟେ ଏମିତି। କାଳିଆ ପାଖରେ ଡରି ଟିକେ ଲାଗି ଯାଉ ମୋ ଜଗା ପାଖରେ। କଣ ହେଲା? ଏଟା ବି ଜଗନ୍ନାଥଙ୍କ ଗୀତ ନୁହଁ? ଆଚ୍ଛା ଦିଟା ଗୀତ ତ ଶୁଣିଦେଲ। ଏଟା ଯଦି ବି ହ୍ୟୁମାନ ସାଗର ମନରେ ଆଉ ଗୋଟେ ଏମିତି ଗୀତ କିଛି ମୁଁ ନଥିଲା ଶୁଣିଦିଅ। ଯୋଉ ଲୋକମାନେ ଭଲ ଭାବରେ ନିନ୍ଦା ଶୁଣିବ ଟିକେ। କରୁଛନ୍ତି, ଫାଲତୁ ଲୋକ ସବୁ। ଆସୁଛି ଜଗା ସେ ପରା ଆମ କାଳିଆ ରାଜା, ଭକ୍ତଙ୍କ ଡୋରି ଲଗେଇ ପୁରୀ। କଣ ହେଲା ଭାଇ? ସବୁ ଶୁଣିଗଲ ତ? ଆଚ୍ଛା ଏବେ କୁହ, ଗୋଟେ ଗୀତ ସିନା ଗାଇନାହାନ୍ତି ବୋଲି କହିଲ, ପ୍ରଭୁ ଜଗନ୍ନାଥଙ୍କ ଗୀତ ଗାଇନାହାନ୍ତି। ଦି ତିନିଟା ଗୀତ ଶୁଣେଇଲି ତୁମକୁ, ଆଉ କେତେଟା ଶୁଣେଇବି? ଭାଇ ଜଗନ୍ନାଥଙ୍କ ନାଁରେ କିଛି କହିବା ପୂର୍ବରୁ ଟିକେ ଭାବିଚିନ୍ତି କୁହନ୍ତୁ। ସେ ବଞ୍ଚେଇବାର ଠାକୁର, ମାରିଦେବାର ଠାକୁର ନୁହଁ। ତେଣୁ କରିକି ଯାହାର ଯେତେବେଳେ ସତ କହିଲେ ଭାଇ, ଆମ ଜଗା କେବେ ଦୁଃଖ ଦିଏନି। ଯାହାର ଯେତେ ଦିନ ଆୟୁଷ ଅଛି ବଞ୍ଚିବାର, ସେ ସେତେ ଦିନ ଏଠି ବଞ୍ଚିବ। ଯାହାର ଯାହା କରିବାର ଅଛି, ନା କମେଇବାର ଯେତିକି ଅଛି, ସେ ସେତିକି କମେଇବ। କାହିଁକିନା ତା କର୍ମର ଫଳ ବା କର୍ମର ଯେତିକି ଦିନ ବଞ୍ଚିବାର ଅଛି, କେଉଁ ଜନ୍ମର କି କର୍ମ କରିଛି, ତ ସେତିକି ଦିନ ପାଇଁ ସେ ଆସିଛି, ସେତିକି ଦିନ ନା କରିବ, ସେତିକି ଦିନ ଭିତରେ ହିଁ ସେ ଯିବ। ତେଣୁ ଏମାନେ କିଛି ଲୋକ ଯେ ଜଗା ଏମିତି କଲେ ବୋଲି ମାରିଦେଲେ, ନେଇଗଲେ, ଏମିତି ହେଲା ସେମିତି ହେଲା, ଏସବୁ ଫାଲତୁ ବକବାଜ କରୁଛନ୍ତି ଏମାନେ। ତେଣୁ ରହିଲି ସାଙ୍ଗମାନେ, ଯେଉଁଟା ଆପଣଙ୍କୁ ଠିକ୍ ଲାଗୁଛି ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଜଣାନ୍ତୁ।